ओम भगवते वासुदेवाय नमः। एकविंश अध्याय। कपिल उवाच शुण जननी तदंतरे पूर्ण प्रत्यक्ष सुविचारे सेवेनी पुण्य पात करे मनुष्य अंग प्राणी धरे मनुष्य देहे जेणे स्थिति तेणे हे राज श्रुति गति एही कही ଏହା କହିବା ଏ ଅଧାରେ ସୁଜନେ ଶୁଣ ହେତୁ ଦ୍ୱାରେ କହନ୍ତି ପ୍ରଭୁ ଭଗବାନ ଭୂମାତା ହୁଅ ସାବଧାନ ଏ ଜୀବ ଯେ କର୍ମ ଇଚ୍ଛଇ ଈଶ୍ୱର ତହିଁ ନିଜ ଗଇ ଏ ଜୀବ ଯେ କର୍ମ ବସରେ ପୁରୁଷରତ ଆଶ୍ରମରେ ପୁଣ୍ୟ ଗୁଣ ଏ ଦେହେ ଧରିବାକୁ ପ୍ରବେଶ ଜନନୀ ଗର୍ଭକୁ ସେ ଶୁକ୍ର ପ୍ରଥମ ଦିନରେ ମିଶଇ ଶୋଣିତ ସଙ୍ଗରେ ଏହାକୁ ବୋଲ ଟିକଲେକ କଲେଳ ପଞ୍ଚମେ ହୁଏ ବର୍ତ୍ତୁଳ ବଦରି ସମ ସେ କଠିନ ହୁଆଇ ଦଶ ଦିବସେଣ ଅପର ହୁଏ ମାରତଣ୍ଡ ତଦନ୍ତେ ପ୍ରକାଶ ଅଣ୍ଡ ମସ୍ତକ ପ୍ରଥମ ମାସରେ ପ୍ରକାଶ ହୁଏ ତା କାନ୍ଧରେ ସମ୍ପୂର୍ଣ୍ଣ ବେନି ମାସ ଯାଏ କର ଚରଣ ଆଦି ହୁଏ ଆଙ୍ଗୁଳି ନଖ ତନୁଲୋମ ଅସ୍ଥି ହୃଦୟ ନାଡିମାନ लिंग इंद्रिय छिद्र आदि तृतीय मासे प्रसिद्धि चतुर्थे सप्त धातु है पंचमे क्षुद्र तुक्त पाए तदंते अष्ट परिमिति क्षुद पिपासरे पीड़ित गर्भवेष्टन बंद होई दक्षिण पूजरे भ्रमई जननी जे देव भय क्षयी से रस तार धातु बढ़ई मूत्र पुरुष रक्त नाले कुर्मी पीड़ित शनि कूले जही जंत्रित सोई थाई कुर्मी संकुले मध्य रही अति कोमल कले बर कुर्मी भक्षणे नुहे स्थिर अंग काटती कृमि मान प्रज्वले देह प्रतिक्षण क्षण क्षण के मुछा जाई बहुत क्लेश तही पाई भक्षणे त्रिक टुक क्षरा तितक आंबील मधुर जननी जहा ता भक्षई से रस ता अंग बढ़ई कुटिल भाव शिर धरे पृष्ठ कुटिल कलवरे मात कुशिरे देह शिरे पड़ी से धाए लोटा शिरे शरीर चाली न पारई पंजरी पक्षी प्राय होई से गर्भ पूर्वे कर्म बसे बहुत जन्म ताकू दिसे सत्य जन्मरु कर्म जेते सुमरु थाए गर्भगते से पाप पुण्य गर्भे थाई बहुत निश्वास छाड़ई ताहा खोड़ी न पारई केही कर्म आयते बस होई सुमरी पूर्व जन्म दुख सुख न होय न लभी से विमुख शपथ मास आदि करी ता देहे ज्ञान थाई पुरी तदंते शुण गोजननी भलई दिवस रजनी भय कंपई कोले बर केमेते थाऊ मनिस्तर एथु निगत मोकम केमते आतंके चिंतई निरते हेमंत भाबु भाग्य तार प्रसूति नाली बलियार देह को अस्थिर करई कृमिर प्राय भ्रम होई भई भ्रमई
ସେ ରୂପ ଗର୍ଭେ ତା ଭ୍ରମଣ ଦୁଃଖ ଦୁଃଖ ଦୁଃସହ ସେ ଦୁଃଖ କଷଣ ଅତି ବିମୁଖେ କଷ୍ଟ ସହି ସେ ଗର୍ଭ ଆତ୍ମାକୁ ଦେଖଇ ନିରତେ ସେ ରୂପ ଅତି ମନୋହର ଧ୍ୟାନ ନ ଜାଣ ଶରୀର ନିରତେ ଭାବୁ ଏକ ଚିତେ ଭକ୍ତି ହୃଦୟ ପ୍ରେମାହିତେ ସପ୍ତ ଧାତୁର ବୋଧ ହୋଇ ଅଞ୍ଜଳି କିରଣ ପଥଇ ଜୀବବାଚ ବୋଲଇ ଶୋକ ଭର ଚିତ୍ତ ଭନାଥ ମୁଜେ ଗର୍ଭଗତେ କଷ୍ଟ ମୁଁ ପାଉଅଛି ଯେତେ ଏଥୁ ଉଦ୍ଧାର ପ୍ରଭୁ ମତେ ଏ ଦୁଃଖ ପୁନଶ୍ଚ ନ ହୋଇବ ଏମନ୍ତ ଆଜ୍ଞା ମତେ ଦେବ ଏ ରୂପ ବ୍ୟାକୁଳ କଷଣେ ସ୍ମୃତି କରଇ ଅନୁକ୍ଷଣେ। ଗର୍ଭକୁ ଆଣିଲ ଯେ ମତେ ତା ପାଦ ସେବରେ ନିରତେ ଯେ ପ୍ରଭୁ ସୃଷ୍ଟି ରକ୍ଷା ପାଇଁ ଇଚ୍ଛାରେ ଶରୀର ଧରଇ ଯେ କଲା ଏକା ଦୁଃସ୍ୟଗତି ପାପୀ ଦୁଷ୍ଟ ଯେ ଦୁର୍ନୀତି ଏ ଦେହେ ମିଥ୍ୟାରେ ଅର୍ଚନ ଇନ୍ଦ୍ରିୟ ଆଦି କରି ଜାଣ ମୋହର ପ୍ରଭୁଙ୍କ ମହିମା ମୋ ଶରୀରର ଅନୁପମା ଯେ ପ୍ରଭୁ ସର୍ବଜ୍ଞ ଅଟନ୍ତି ପ୍ରକୃତି ପୁରୁଷ ନିନ୍ଦନ୍ତି ତାହାକୁ ବନ୍ଧୁ ଅଛି ମୋହି ମୋତେ ରଖିବେ ଭାବଗ୍ରାହୀ ଏହି ସଂସାରେ ଯେତେ କର୍ମ ସେ ଅଟେ ବନ୍ଧନ ଆଶ୍ରମ ଯାର ମାୟାରେ ଶରୀର ଭ୍ରମ ସ୍ତୁତି ଅଗୋଚର ତାହାଙ୍କ ଅନୁକମ୍ପ ବିନା କି କରିପାରେ ଉପାସନା ସେ ପ୍ରଭୁ ପରମ ଈଶ୍ୱର ତ୍ରିକାଳ ଜ୍ଞାନ ଦେଲହାର ଆଧ୍ୟାତ୍ମ ଆଦି ତାପମାନ ବିନା ସେ ତାହାଙ୍କ ଭଜନ ହେ ପ୍ରଭୁ ମାତାର ଉଦାରେ ବୁଡ଼ି ରହିଛି ବିସ୍ତୁରେ ଏକଷ୍ଟୁ ଉଦ୍ଧାରିବା ପାଇଁ ମାସ ଗୁଣିଛ ଏଥି ରହି ଦଶ ମାସରେ ଦେହି ଯିବା ଯେବେ ଏ ଜ୍ଞାନ ପାଇଲା ସ୍ୱଭାବେ ସେ ଉପକାର ସାଧିବାରେ ପ୍ରାର୍ଥନା କେବଳ ସଂସାରେ ବିବେକ ଜ୍ଞାନ ଯେହୁ ଦେଲା ଦେହେ ମେ ସମତମ ହେଲା ଅନ୍ତରେ ବାହାରି ଦେଖିବି ସେ ପରମ ପୁରୁଷ ଜାଣିବି ଦୁଃଖ ଭାବ ଗର୍ଭେ ଥାଇ ଜନ୍ମ ଗ୍ରହଣ ନଇଛଇ ଜନ୍ମ ହୋଇଲେ ପ୍ରାଣୀ ମାନ ମାୟାରେ ହୁଅନ୍ତି ଆଚ୍ଛନ୍ନ ମୁଁ ଏହି ଗର୍ଭ ମଧ୍ୟରେ ଥିବି ଆତ୍ମାକୁ ଆତ୍ମାରେ ତାରିବି ଆଉ ଯେପରି ଗର୍ଭବାସ କଷଣ ନ ହୋଇବ ଅବଶ୍ୟ ଏହା ଶୁଣିଣ ଭଗବାନ କହନ୍ତି କୋମଳ ବଚନ ଶିବ ଭଗବାନ ବାଚ 10 ମାସର ଜୀବ ଯାର ମାତୃଗର୍ଭରେ ଭାବେ ଏହା ପ୍ରସବ ହୋଇବ କାରଣ ବାୟୁ ଅଟଇ ଏହା ଜାଣ ବାୟୁ ଯୋଗରେ ଜୀବ ଜାଣ ନିମ୍ନ ହୁଅନ୍ତି ବୀଜଗଣ ରକ୍ତାକ୍ତ ଦେହର ଜନମ ତହୁ ହୁଅନ୍ତି ଜୀବଗଣ ପୂର୍ବ ଜ୍ଞାନକୁ ଛାଡ଼ି ଦିଅ ଅଜ୍ଞାନ ହେତୁ ସେହୁ କାନ୍ଦୁଥାଅ ଅଙ୍ଗ ଚଳନେ କ୍ଷମା ନୁହେଁ ଯେ ଯାହା ଦେଲା ତା ନ ନିଏ କୁର୍ମୀଏ ଯେପରି କୁର୍ମୀକୁ ମଶକେ ଦଶନ୍ତି ଏହାକୁ ଗର୍ଭରେ ଈଶ୍ୱର ଡାକଇ ସଂସାର ସମର୍ଥନ ହୋଇ କହିବା ଦୁଃଖ ଅନୁଭବ ନୁହଇ ଶରୀର ଦୁଃଖ ଏ ପ୍ରକାର
ପାଞ୍ଚ ବରଷେ ଯେ ଭୋଗ କରେ ପଢ଼ିବା ଦୁଃଖ ଅନୁଭବ ପଗଣ୍ଡ କାଳେ ହୁଏ ଭୋଗ ଯୌବନ କାଳେ ଅର୍ଥ ଲୋଭ ନହିଲେ ହୁଅନ୍ତି ସେ କ୍ରୋଧ ପରେ ତାହାର ଅଭିମାନ ବଢ଼ଇ କ୍ରୋଧ ଆଦି ଜାଣ ଅଜ୍ଞାନ ହେତୁ ଜୀବ ଜାଣ ମୁହିଁ ମୋହର କରେ ଜ୍ଞାନ ଯେ କର୍ମ କଲେ ପୁଣି ଜନ୍ମେ ସଂସାର ହୁଅ ଜାଣିବ ସେ କର୍ମ ଅନୁରକ୍ତ ହୁଅ ଭଲ ମନ୍ଦର ଜ୍ଞାନ ନୁହେଁ ଏପରି ଈଶ୍ୱର କହିଲେ ନିଜ ମାତାକୁ ବୁଝାଇଲେ ସେ ପ୍ରଭୁ ଏହି କଷ୍ଟୁ ରଖିବ ତା ବିନୁ ଆସେ ନାହିଁ ହେବ ତାହାଙ୍କ ଶ୍ରୀପଦ୍ମ ଚରଣେ ଶରଣ ଗଲି ମୁକ ଶଣେ କହଇ ଜଗନ୍ନାଥ ଦାସ ସାଧୁ ହିତେ ଯେ ପ୍ରକାଶ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାୟ ବୈଶାଖ ତୃତୀୟ ସ୍କନ୍ଧେ କପିଳେ ଦେବ ଶ୍ରୁତି ଜ୍ଞାନ कथने नाम 31 अध्यायः।